ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗୁଥିବା ପ୍ରତି ଭୋଗ ମାନଙ୍କ ଭିତରୁ ସିଝା ମଣ୍ଡା ହେଉଛି ଅନ୍ୟତମ, ଯାହାକି ମା ଲକ୍ଷ୍ମୀଙ୍କର ଅତି ପ୍ରିୟର ଭୋଗ ହୋଇଥାଏ। ତ ଆକୁ ବନେଇବା ପୁରା ସହଜ। ଆଉ ପ୍ରଥମ ଥର କରି ବନଉଥିଲେ ପୁରା ପରଫେକ୍ଟଲି ବନେଇବେ, ଆଉ ବନେଇବା ପୁରା ଇଜି ଆଉ କମ୍ ସମୟରେ। ତ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ପୂଜା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ କୁକିଂ ୱିଥ୍ ପୂଜାରେ। ତ ସିଝା ମଣ୍ଡା ପାଇଁ ଅତ୍ୟନ୍ତ ଜରୁରୀ ହେଉଛି ଚାଉଳ ଚୁନା। ମୁଁ ଏଠି ପୂର୍ବରୁ ଅଲରେଡ଼ି ଚାଉଳକୁ ଧୋଇ ଶୁଖେଇକିନା ଚୁନା କରିକି ରଖିଛି। ଆପଣ ଚାହିଁଲେ ଭିଜେଇକି ମଧ୍ୟ ବି ବାଟି ପାରିବେ। ଆଉ ଯେତିକି ପରିମାଣରେ ଆପଣ ଏଠି ଚାଉଳ ଚୁନା ବ୍ୟବହାର କରିଦେବେ ତାର 3 ଡବଲ ଗୋଟେ ପ୍ୟାନ୍ରେ ପାଣି ଦେଇଦେବେ। ଆଉ ପାଣିକି କିଛି ସମୟ ଫୁଟାଇବା ପାଇଁ ଛାଡ଼ିନେବେ। ଆଉ ସେଥିରେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇକିନା ଗୋଳେଇ ନେବେ। ଆଉ କିଛି ସମୟ ପରେ ଚୁନାକୁ ଧୀରେ ଧୀରେ ଦେଇକି ଭଲ ଭାବରେ ଗୋଳେଇବେ। ଆଉ ମନେ ରଖିଥିବେ ପୁରା କଣ୍ଟିନ୍ୟୁଅସଲି ଗୋଳଉଥିବେ, ଟିକେ ହେଲେ ବି ଛାଡ଼ିବେନି, ନହେଲେ ମୁଣ୍ଡା ରହିଯିବ। ଯଦି ଆପଣ ଏଠି ବଟା ଚାଉଳକୁ ଦେଇକିନା ଗୋଳଉଥିବେ ତାହେଲେ ମୁଣ୍ଡା ହେବାର ଚାନ୍ସ ବେଶୀ ଥାଏ, କିନ୍ତୁ ଆମେ ଏଠି ଶୁଖିଲା ଚୁନା ବ୍ୟବହାର କରୁଛ, ଯାହାକି ମୁଣ୍ଡା ହେବାର ଚାନ୍ସ ବହୁତ କମ୍ ଥାଏ। ଆଉ ଆପଣ ଏଠି ମନେ ରଖିଥିବେ ଅଳ୍ପ ଅଳ୍ପ କିନା ଦେଇକିନା କଣ୍ଟିନ୍ୟୁଅସଲି ପୁରା ଗୋଳଉଥିବେ। ଯଦି କଣ୍ଟିନ୍ୟୁଅସଲି ଗୋଳଉଥିବେ ତାହେଲେ ଭଲ ଭାବରେ ପୁରା ମିଶିବ ପାଣି ସହିତ ଚୁନା। କେତେ ସହଜରେ ଏବେ ଚୁନା ଜନ୍ତୁଣି ପ୍ରସ୍ତୁତ ହେଇଗଲା। ମୁଁ ଏଠି ହାତରେ ଆପଣମାନଙ୍କୁ ଦେଖୁଛି, ଦେଖନ୍ତୁ ଟିକେ ହେଲେ ବି ହାତରେ ଚିପକୁନି, ପୁରା ଭଲ ଭାବରେ ହାତରୁ ଛାଡ଼ି ଯାଉଛି ବିନା ତେଲ ଆଉ ବିନା ପାଣିରେ। ପିଠା ପାଇଁକି ପୁର ପ୍ରସ୍ତୁତ କରିନେବା। ତ ସେଥିପାଇଁକି ଆବଶ୍ୟକ ମୁତାବକ ଏଠି ନଡ଼ିଆ ଆଉ ଛେନାକୁ ବ୍ୟବହାର କରିଛି। ଆଉ ସେଥିରେ ମୁଁ କିଛି ଗୁଡ଼ ଦେଇଛି। ଆପଣ ଏଠି ଗୁଡ଼ କମ୍ ବେଶୀ ମଧ୍ୟ ବି କରିପାରିବେ। ଆଉ ସେଥିରେ କିଛି ଛେଚା ଅଦା, ଗୁଜୁରାତି ଗୁଣ୍ଡ ଆଉ କିଛି ଗୋଲମରିଚ ଗୁଣ୍ଡ, ଆଉ ମେନ୍ ଇମ୍ପୋର୍ଟାଣ୍ଟ ଜିନିଷଟି ହେଉଛି ଗାଈ ଘିଅ, ଯେଉଁଟା ପୁରା ଶୁଦ୍ଧ ହୋଇଥିବ। ଆପଣ ସେଠି ଘର ତିଆରି ଗାଈ ଘିଅ ଆଭେଲେବଲ୍ ନାହିଁ ତ ମାର୍କେଟରୁ ପୁରା ପିଓର ଗାଈ ଘିଅ ନେବେ। ଆଉ ସେଥିରୁ ଗୋଟେ ଚାମଚ ହିଁ ଦେବେ, ଯାହାକି ଖାଇବାକୁ ବହୁତ ହିଁ ଭଲ ଲାଗିଥାଏ। ଆଉ ପୁରା ଖାଇଲା ବେଳକୁ ମନ୍ଦିରର ପ୍ରସାଦ ଭଳି ପୁରା ଲାଗିଥାଏ। ଏବେ ସବୁତିକ ଭଲ ଭାବରେ ଗୋଳେଇକିନା ଚକଟି ନେଲା ପରେ ଏବେ ପ୍ରସ୍ତୁତ ହେଇଗଲା ନଡ଼ିଆ ପୁର। ଏବେ ଗୋଟେ ଥାଳି ନେଇଯିବା। ଆଉ ପୂର୍ବରୁ ଜନ୍ତିକି ରଖିଥିବା ଚୁନାର ଜନ୍ତୁଣିକି ସେ ଥାଳିରେ ଦେଇନେବା। ଆଉ ଏଇଟା ନା ଉଷୁମ ଉଷୁମ ଟାଇମ୍ରେ ହିଁ ଚକଟି ନେବେ, ଯାହାକି ବହୁତ ନରମ ହୋଇଥାଏ। ଆଉ ହାତେ ଯଦି ଏମିତି ଚୁନା ଲାଗିଯାଉଛି ତାହେଲେ ଟେନସନ୍ ଜମା ବି ତ ନେବେନି। ପାଣି ନହେଲେ ତେଲ ସାହାଯ୍ୟରେ ଆକୁ ଚକଟି ନେବେ। ଆଉ ଭଲ ଭାବରେ ଚକଟି ନେଲା ପରେ ତାକୁ ପୁରା ଗୋଲ କରିକି ରଖିବେ, କାହିଁକି ନା ଚୁନାଟା ପବନ ବାଜିକିନା ନ ଶୁଖିଯାଉ। ତ ଗୋଲ କରିକି ରଖିଲେ ଚୁନାଟା ବହୁତ ନରମ ହୋଇଯାଇଥାଏ ଆଉ ଟାଣ ହୋଇନଥାଏ ପବନ ବାଜିକି। ତାପରେ ପାଣି ହାତ ହୋଇକିନା ଆବଶ୍ୟକ ମୁତାବକ ଚୁନାରୁ ଏଠି କିଛି ନେବା, ଆଉ ତାକୁ ହାତରେ ସୁନ୍ଦର ସେ ଗୋଲ ଗୋଲ କରିନେବା। ଆଉ ପ୍ରାୟ ଜଣଙ୍କୁ ତ ଏଇ ମଣ୍ଡା ପିଠାଟି ବନେଇବା ବହୁତ କଷ୍ଟ ବୋଲି ଲାଗିଥାଏ, ତ ବିଲକୁଲ କଥା ନୁହେଁ। ମୁଁ ଯେମିତି ଦେଖୁଛି ଭିଡ଼ିଓରେ ଆପଣ ସେମିତି ହିଁ ଏଇଟା ଷ୍ଟେପ୍ ଫଲୋ କରନ୍ତୁ। ହାତରେ ବାସ୍ ଟିକେ ପ୍ରେସ୍ କରିକିନା ବାସ୍ ତା ସାଇଡ଼୍କୁ ଟିକେ ଟିକେ ଚପେଇ ନେଇକିନା ଗୋଲ କରିନେଲେ ଏବେ ଖୋଳି ପ୍ରସ୍ତୁତ ହେଇଯିବ। ଯଦି ଆପଣଙ୍କୁ ଏ ଷ୍ଟେପ୍ଟା ବି ଫଲୋ କରି ଆସୁନି ତାହେଲେ ମୁଁ ଆଗରୁ ଅନେକ ସାରା ଭିଡ଼ିଓ ବନେଇଛି ପିଠାରେ, ଯାହାକି ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ ଅଛି। ଆପଣ ନିଶ୍ଚିନ୍ତ ଯାଆନ୍ତୁ ଆଉ ଭିଜିଟ୍ କରନ୍ତୁ। ଦେଖନ୍ତୁ ମୁଁ କେତେ ସହଜ ଭାବରେ ବି ପିଠା ଗଢ଼ିବା ଆପଣମାନଙ୍କୁ ଦେଖେଇଛି। ଆଉ ନିଶ୍ଚିନ୍ତ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନେବେ। ଆଉ ଆପଣଙ୍କ ମନପସନ୍ଦ ରେସିପି ମଧ୍ୟ ବି ମୋ ଆଗରେ ସେୟାର କରିନେବେ। ମୁଁ ଚେଷ୍ଟା କରିବି କି ସବୁତିକ ଭିଡ଼ିଓ ଆପଣଙ୍କ ପାଇଁକି ବନେଇବାକୁ। ଆଉ ବାସ୍ ଖୋଳି ଭିତରେ ପୁରକୁ ଦେଇକିନା ଉପର ଟିକେ ଚାପି ନେଲେ ଏବେ କାକେରା ପିଠା ପ୍ରସ୍ତୁତ ହେଇଗଲା ଅତି ସହଜ ଭାବରେ। ଏବେ ଚାଲନ୍ତୁ ମଣ୍ଡା ପିଠା ବନେଇବା। ତ ସେମ୍ ପ୍ରୋସେସ୍ରେ ଖୋଳି ପ୍ରଥମେ ତିଆରି କରିନେବେ। ଆଉ ସେଥିରେ ଆବଶ୍ୟକ ମୁତାବକ ପୁରକୁ ଦେଇକି ମୁହଁ ଚାରିପାଖକୁ ପୁରା ଗୋଟେ ଜାଗାକୁ ଚାପି ଆଣିବେ। ଆଉ ଗୋଲ କରିନେଲା ପରେ ହାତରେ ଏମିତି। ତ ଏବେ ପ୍ରସ୍ତୁତ ହେଇଗଲା ମଣ୍ଡା ପିଠା। ତ ସେଇଭଳି ଭାବରେ ସବୁ ମଣ୍ଡା ପିଠା ଆଉ କାକେରା ପିଠା ଆପଣ ପ୍ରସ୍ତୁତ କରିନେବେ। ତାପରେ ପିଠାକୁ ସିଝେଇବା ପାଇଁକି ଛାଞ୍ଚ ବ୍ୟବହାର କରିନେବା। ଆଉ ସେଥିରେ କିଛି ପାଣି ଦେଇକିନା ପ୍ରଥମେ ଛାଞ୍ଚ ଉପରେ ପତ୍ର ଦେଇନେବା। କଦଳୀ ପତ୍ର ଆପଣ ଚାହିଁଲେ ଦେଇପାରିବେ, ଯେହେତୁ ମୋ ପାଖରେ କଦଳୀ ପତ୍ର ଆଭେଲେବଲ୍ ନଥିଲା ତ ମୁଁ ବରପତ୍ର ଦେଇ ନେଇଛି। ଏବେ ସବୁ ପିଠାକୁ ଗୋଟି ଗୋଟି କିନା ଥାକ କରିକିନା ଦେଇନେବା, ଯାହାକି ସିଝିବା ପାଇଁକି। ସାଙ୍ଗମାନେ ଇଏ ତ ଥିଲା ଜନ୍ତା ପିଠା। ଆପଣମାନେ ଯଦି କହିବେ ମୁଁ ଚୁନା ସିଝେଇକିନା ଯେଉଁ ପିଠାଟା ପ୍ରସ୍ତୁତ କରାଯାଏ ତ ସେ ଭିଡ଼ିଓ ମୁଁ ଆପଣଙ୍କ ପାଇଁକି ନେଇ ଆସିବି। ଆପଣ ଏବେ 10 ମିନିଟ୍ ପାଇଁ ସିଝେଇବା ପାଇଁ ଛାଡ଼ି ନେବା। ଆଉ 10 ମିନିଟ୍ ପରେ ଚେକ୍ କରିବେ ଯେ ଇଏ ପୁରା ସିଝିକିନା ରେଡ଼ି ହେଇଯାଇଥିବ। ଆପଣ ଏହାକୁ ଗରମ ଗରମ ଅବସ୍ଥାରେ ହିଁ କାଢ଼ି ଆଣିବେ। ପିଠା କାଢ଼ିବା ଆଗରୁ ସର୍ବଦା ଧ୍ୟାନ ରଖିବେ ଯେ ପ୍ରଥମେ କିଛି ଥଣ୍ଡା ପାଣିକି ପିଠା ଉପରେ ଛିଞ୍ଚି ଦେବେ, ତାପରେ ଗୋଟି ଗୋଟି କିନା କାଢ଼ି ନେବେ। ଯେମିତି ମୁଁ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଛି ପାଣି ହାତ ହେଇକିନା ହିଁ ଗରମ ଗରମ ପିଠାକୁ କାଢ଼ି ପାରିବେ, ନହେଲେ ହାତ ପୋଡ଼ି ଯାଇବାର ସମ୍ଭାବନା ଥାଏ। ଏବେ ରେଡ଼ି ହେଇଗଲା ଜନ୍ତା ସିଝା ମଣ୍ଡା ପିଠା। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ତାହେଲେ ନିଶ୍ଚିତ ଲାଇକ୍ କରିବେ, ସେୟାର କରିବେ ଆଣ୍ଡ କମେଣ୍ଟ କରିବେ। ରହିଲି, ନମସ୍କାର।